এরকম রূপচাঁদি গুলা বোধে ଦେଖନ୍ତୁ ରୂପଚାନ୍ଦି ମାଛ ଗୁଡ଼ା ଦେଖନ୍ତୁ କେଉଁ ସାଇଜ୍ ହେଇଛି ଦେଖନ୍ତୁ ଦେଖନ୍ତୁ ସେ ଭାଇ ଜଣ ଧଉଛନ୍ତି ରୂପଚାନ୍ଦି ମାଛ ଦେଖୁଥିବ ପୁରା ନାଲି ନାଲି ହେଇକି ସାଇଜ୍ରେ ଦେଖନ୍ତୁ ପୁରା ନଘା ସାଇଜ୍ ହେଇଛି ନାଲି ନାଲିକା ମାଛ ଚାଇନା ମାଛ ଭଳିଆ ଦେଖନ୍ତୁ ରୂପଚାନ୍ଦି ଦେଖନ୍ତୁ ପାଖରୁ ଦେଖନ୍ତୁ ସାପ କାତି ଭଳିଆ ମୋତେ ଦୁଶୁଛି ସାଙ୍ଗମାନେ ଏଇ ମାଛ ଦେଖି ମୋତେ ସାପ କାତି ଭଳିଆ ଲାଗୁଛି। ଆଉ ଏଇ ଭାଇ ଜଣଙ୍କ ପଳେଇ ଆସିଛନ୍ତି ଯିଏକି ମାଛ କାଟୁଛନ୍ତି ତାଙ୍କ ଦୋକାନ ବି ଏଇଟା ଦେଖନ୍ତୁ ସେ ଜିଅନ୍ତା ମାଛ ଗୁଡ଼ା ରଖୁଛନ୍ତି ଏଇଥିରେ ଜିଅନ୍ତା ମାଛ ଟିକେ ଅଧିକ ରେଟ୍ ହେବ ଦେଖୁଛନ୍ତି କେଉଁ ଭଳିଆ ଭାବରେ ସବୁ ଡେଉଁଛନ୍ତି ଦେଖନ୍ତୁ ଫକ 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 ଡେଉଁଛନ୍ତି ମନ ତ ହେଉଛି ଏଇ ମାଛ ନେବାକୁ ହେଲେ 30-40 ଟଙ୍କା ଟିକେ ଅଧିକ ନେବ ଆଉ ଜିଅଲା ମାଛ 30-40 ଟଙ୍କା ଅଧିକ ନେବେ ଆଉ ମଲା ମାଛ ଗୁଡ଼ା ସେଗୁଡ଼ାକ ଟିକେ 30-40 ଟଙ୍କା କମ୍ ନେବେ ଦେଖୁଥିବ। ଦେଖିପାରୁଥିବ ବର୍ତ୍ତମାନ ସବୁ ସଫା ହେଇଗଲାଣି ମାନେ ସବୁ ଥୁଆ ଥୁଇ ହେଇଗଲାଣି ଏବେ ଆମ ମାଛର ଓଜନ ପାଳି ଆସିବ ଏଥର ଠିକ୍ ଅଛି ଦେଖିବା ଆମେ 13 କିଲୋ ଖଣ୍ଡେ ମାଛ ନେବା ଆଉ ଦେଖିବା କେତେ କ'ଣ ହେଉଛି ଦେଖନ୍ତୁ କେଉଁ ଭଳିଆ ଭାବରେ କେତେ ମାଛ ଥୁଆ ହେଇଗଲାଣି ସବୁ ଆଜି ବୁଧବାର ତ ଆଜି ମାଛ ପାଇଁ ଆସିଥିଲି ବୋଲି किलो के केते अच्छे किलो यह हूँ आ गोटे माछ दुकान सांग मैंने आ गोटे माछ दुकान मुझे जाइए देखो माछरा को सैज पूरा थोड़ी कि सुंदर दिशुचे सांग मैंने देखो पूरा लाइन बाय लाइन सत्य कि माछर गोदाम ये देखु कौ कौ सैज माछ होती पूरा बड़ बड़ पूरा माछ ठीक अच्छे देखो माछ कटा चलती सांग मैंने आपण मन मुझे दी प्रकार माछ देखली तो दीटा माछ वाला अलग अलग माछ आपन भिडियो देखीदेली तो आपको दीटा कौ माछ वाला सब भल लगे मत कमेंट माध्यम निहाती भाव कहे ठीक है सर मैंने जय जगन्नाथ रोची पुणी थोड़ा देखा नेक्स्ट भिडियो।